ଜଗନ୍ନାଥ। ଆଜି ଆଲୋଚନା କରିବା ଅଚ୍ୟୁତଙ୍କ ଆଗେ ଅଚ୍ୟୁତଙ୍କ ଜଣାଣ। ଅଚ୍ୟୁତ କିଏ? ହେଲା, ଭଲ କଥା ମନେ ରଖିଥାଅ। ସୁଧର୍ମା ସଭା ସଂସାରରେ ହେବ ବୋଲି, ବସିବ ବୋଲି ପଞ୍ଚ ମହାପୁରୁଷ ସମସ୍ତେ କହିଛନ୍ତି ନା। କିଏ କହିଛନ୍ତି ନେମାଳରେ ହବ ବୋଲି କୁହାଯାଇଛି, ମା ଜଗଦ୍ଧାତ୍ରୀ ଶାରଳା ପାଖରେ ହବ ବୋଲି କୁହାଯାଇଛି, ବିରଜା ମଣ୍ଡଳରେ ହବ ବୋଲି ମଧ୍ୟ କୁହାଯାଇଛି ଏବଂ ସିଂହାସନଗରରେ ହବ ବୋଲି ମଧ୍ୟ କୁହାଯାଇଛି। ଗୋଟେ ପଦ ମନେ ପଡେ, ବଳଦେବେ ହେବେ ରାଜା କାହ୍ନୁ ପରିଚାର, ବସିବ ସୁଧର୍ମା ସଭା ସିଂହାସନଗର। ବୀଣାବାଇ ନାରଦ ଯେ ସଭାରେ, ମିଳିବେ ଅଚ୍ୟୁତ ଆଗରେ ବ୍ରହ୍ମା ବେଦ ପଢୁଛି। ହଁ, ପୁଣି ଗୋଟେ ପଦ ମନେ ପଡେ, ପଞ୍ଚସଖା ଯେ ହୋଇ ମେଳି, ଖୋଜିବେ ପ୍ରଭୁ ବନମାଳି। ବୈଷ୍ଣବ ଗୀତା। ଦେବସଭା ବସାନ୍ତି କିଏ? ସେ ସୁଧର୍ମା ସଭା ବନଲେ ମନେ ରଖିଥା, ଦେବସଭା। ସୁଧର୍ମା ସଭା ବୋଲନ୍ତି କଣ? ଦେବସଭା। ଦେବସଭା ଦେବପୁରରେ ବସାନ୍ତି କିଏ? ସେ ଇନ୍ଦ୍ର। ସେଇପରି ଭରି ଭାବରେ ଦେବସଭାରେ କେହି ମିଛ କହନ୍ତି ନାହିଁ। ଅତୀତରେ ଥିଲା, ଏବେ ବି ନାହିଁ। ଆମ ଗାଁ ଗହଳିରେ ସବୁ ଆଗେ ସବୁ ମିଟିଂ ବସେ ନା, ସବୁ ମହା ଠାକୁରଙ୍କ ନାଁ ଦେଇ ଦୁହାଇ ଦେଇ କୁହନ୍ତି ଆମେ ମିଛ କହିବୁନୁ। ଲୋକ ମିଛ କହିଥିଲେ ମିଛ କହିବାକୁ ଭୟ କରନ୍ତି, କାଳେ ପାପ ଲାଗିବ, ଏଇଆ ନଥିଲା। ତେଣୁ ସେ କହୁଛନ୍ତି ବଳଦେବ ହେବେ ରଜା କାହ୍ନୁ ପରିଚାର। ବଳଦେବ ରଜା ହେବେ, ପରିଚାର କିଏ ହେବେ? କାହ୍ନୁ। ଭିତରେ ଟିକେ ବସ, ଜଗନ୍ନାଥ କହିନାହାନ୍ତି। ବଳଦେବ ରଜା ହେବେ, କାହ୍ନୁ ହେବେ ପରିଚାର। ବସିବ ସୁଧର୍ମା ସଭା ସିଂହାସନଗର। ହେଲା, ସିଂହାସନଗର ଯେଉଁଠି ହେଇଥାଉ ସେଠି ସଭା ବସିବ। ବୀଣାବାଇ ନାରଦ ଯେ ସେ ସ୍ଥାନେ ମିଳିବେ। ତତ୍ଵ ଉପରେ ଆମେ କହୁନୁ, ତତ୍ଵ ଉପରେ ଆଇଲେ ଅନେକ ହେଇଯିବ, ବ୍ରହ୍ମାଣ୍ଡ ଟା ତମକୁ କହୁଛି। ସେଠି କଣ ହେବେ? ନାରଦ ଆସିକି ପହଞ୍ଚିବେ। ଅଚ୍ୟୁତ ଆଗରେ ବ୍ରହ୍ମା ବେଦ ପଢୁଥିବେ। ତାହେଲେ ସେ କୋଉ ଅଚ୍ୟୁତ? ମାନେ ଯେତେବେଳେ ସୁଧର୍ମା ସଭା ବସିବ, ଧରାସଭା ବସିନାହିଁ, ସଂହାର ଲୀଳା ହେବ, ଭକ୍ତମାନେ ତାପରେ ବଛା ବଛି ହେବେ। ସେଇଠୁ ସୁଧର୍ମା ମଧ୍ୟ ଧର୍ମସଭା, ଧର୍ମସଭା ମର୍ତ୍ତ୍ୟମଣ୍ଡଳରେ ସ୍ଥାପନ। ଏଟା ବାସ୍ତବ ସତ କଥା। ସେଠି ବଳଦେବ ରଜା ହେବେ। ସେ କୋଉ ବଳଦେବ ସିଏ ଅଲଗା କଥା। ଇଏ ଯୋଉ ବଳଦେବ ରଜା ହେବେ କାହ୍ନୁ ପରିଚାର, ଏଇଟା ହଉଛି ଦ୍ୱାପରର ଲୀଳା କିଛି ବାକି ଅଛି, ସେଇଟା ପୂର୍ଣ୍ଣ ହବ। ସେଠି କୃଷ୍ଣ ବଳରାମଙ୍କ ଟପିକ ଏଠି ଚାଲିଛି। ହେଲା, ସେଠି ଅଚ୍ୟୁତ ଥିବେ, ଅଚ୍ୟୁତଙ୍କ ଆଗରେ ବ୍ରହ୍ମା ବେଦ ପଢୁଥିବେ। ତାହେଲେ ଅଚ୍ୟୁତ କିଏ? ସେ କୋଉ ଅଚ୍ୟୁତ? ପଦ ମନରେ ପଡେ, ଅଚ୍ୟୁତ ଗୋଲକନାଥାୟ ବିଷ୍ଣୁ ସ୍ୱରୂପ। ସେ କୋଉ ଅଚ୍ୟୁତ? ନା ଗୋଲକନାଥ ଅଚ୍ୟୁତ, ନିରାକାର ଅଚ୍ୟୁତ। ସିଏ ସେଠି ଉପସ୍ଥିତ ଥିବେ। ତାଙ୍କ ଆଗରେ ବ୍ରହ୍ମା କଣ କରିବେ? ବେଦ ପଢୁଥିବେ। ସେଇ ସମୟରେ ପଞ୍ଚସଖା ମାନେ ମଧ୍ୟ ଉପସ୍ଥିତ ଥିବେ। ତ ମୁଁ ବାରମ୍ବାର କହିଛି ମନେ ରଖିଛି, ପଞ୍ଚସଖା ଅଛନ୍ତି ତିନି ପ୍ରକାର। ଆମେ କହୁନୁ, ଆମ ମନ ଗଢା କଥା ନୁହଁ।
ଶିବକଳ୍ପ ଶାସ୍ତ୍ର ଅଚ୍ୟୁତଙ୍କ ବାଣୀ। ହେତୁ ଦିଆ ପାଞ୍ଚ ନିତ୍ୟ ପଞ୍ଚସଖା 256 ଆଉ ଓଳା ସୁବିଧାର ଅରକ୍ଷିତ ସର୍ବ ପରିଚିତ। ପଞ୍ଚସଖା ଠାରୁ କହିବା ବୋଲିକି ଏଥି ବଳି କେହି ନାହିଁ। ହେତୁ ଦିଆ ପଞ୍ଚସଖା, ହେତୁ ଦିଆ 5 ନିତ୍ୟ ପଞ୍ଚସଖା 256 ଆଉ 256 ଛାଡ଼ି ଦିଅ। ବୋଲେ ହେତୁ ଦିଆ ପଞ୍ଚସଖା, ନିତ୍ୟ ପଞ୍ଚସଖା ଆଉ ପଞ୍ଚସଖା। ସେମିତି ହେତୁ ଦିଆ ଅଚ୍ୟୁତ, ନିତ୍ୟ ଅଚ୍ୟୁତ, ଅଚ୍ୟୁତ। ହେତୁ ଦିଆ ଅନନ୍ତ, ନିତ୍ୟ ଅନନ୍ତ, ଅନନ୍ତ। ହେତୁ ଦିଆ ବଳରାମ, ନିତ୍ୟ ବଳରାମ, ଫେରେ ବଳରାମ। କଥାଟା ବୁଝିପାରୁଛ ନା? ଏ ପଞ୍ଚସଖା ଯୋଉ ଆସିବେ, ପଞ୍ଚସଖା 3 ଭାଗରେ ହଉଛନ୍ତି ପଞ୍ଚସଖା ବିଭକ୍ତ। ଯେତେବେଳେ ଠାକୁର ରଜା ହେବେ, କାହ୍ନୁ ପରିଚାର ହେବେ, ସେଠି ଗୋଲକ ବିହାରୀ ଅଚ୍ୟୁତ ଉପସ୍ଥିତ ଥିବେ ଏବଂ ସଖା ଓ ଅଚ୍ୟୁତ ଉପସ୍ଥିତ ଥିବେ। 2 ଅଚ୍ୟୁତଙ୍କର ଭେଟ ହବ। ଆଗରୁ ହେଇଛି, ହେଇନି। ପରଶୁରାମ ଥିଲେ, ରାମଚନ୍ଦ୍ର ଆସିଥିଲେ ନା ଆସିନଥିଲେ? ଭେଟା ଭେଟି ହେଇନି? ଦ୍ୱାପରକୁ ପଳେଇ ଆସ, ପରଶୁରାମ ଥିଲେ, କୃଷ୍ଣଙ୍କର ଆବିର୍ଭୂତ ହେଇଛି ନା ହେଇନି? ହେଇନି? ଭୀଷ୍ମଙ୍କ ଗୁରୁ କିଏ? ପରଶୁରାମ। ଦ୍ରୋଣଙ୍କ ଗୁରୁ କିଏ? ପରଶୁରାମ। କର୍ଣ୍ଣର ଗୁରୁ କିଏ? ପରଶୁରାମ। ହଁ କି ନାହିଁ? କଳିରେ ସେମିତି ଯେତେବେଳେ ପ୍ରଭୁ ଆସିବେ ତାଙ୍କ ଗୁରୁ କିଏ? ପରଶୁରାମ। ଆଉ ମନେ ରଖିଥାଅ, ବାସ୍ତବ ମତରେ ପ୍ରଭୁ ତ ଅନେକ ବର୍ତ୍ତମାନ କାହାକୁ ଆମେ ନିନ୍ଦା କରୁନୁ, ଅନେକ ବର୍ତ୍ତମାନ କଣ ହଉଛନ୍ତି? ମହାପୁରୁଷ ଆବିର୍ଭୂତ ହେଲେଣି। ବାସ୍ତବ ମତରେ ସେଟା ତ ଖୋଲି କ୍ୟାମେରା କହି ହଉନି। 4ଟା ଶକ୍ତି କି 4ଟା ପାୱାର ପରଶୁରାମ ଡୋନେଟ୍ କରିବେ କାହାକୁ? ଦେବେ କଳ୍କୀରାମକୁ। ସମୟ ହେଇନାହିଁ। ଯୁଗ ଅବତାର ଲୀଳା ଅନେକ ବାକ୍ୟ ଅଛି। ବର୍ତ୍ତମାନ ବୁଝିବେ ନା, ପ୍ରଭୁଙ୍କ ଲୀଳାଟା ଅନେକ ବାକି ଅଛି। ଥରେ କହିଥିଲି, ମନେ ରଖିଥାଅ, ଆଗ ବିନାଶ ଲୀଳା, ତାପରେ ଯାଇ ପ୍ରକାଶ ଲୀଳା। ଏପର୍ଯ୍ୟନ୍ତ ସଂହାର ଲୀଳା ହେଇନାହିଁ। କଳିଯୁଗ ଲୋକ ମହାଭୟଙ୍କର। ଯଦି ପ୍ରଭୁଙ୍କୁ ପାଇଯିବେ, ଦିନ 2 ପରେ କଣ କରିବେ? ମାରିଦେବେ ନା ନାଇଁ? ଏ ବର୍ଷା ହଉଛି, ବର୍ଷା ରୋଗ, ମୁଁ ଖାଇବାକୁ ପାଉନି, ଦିଅ ଖାଇବାକୁ, ମାନେ ଛାଡ଼ିବେ କି? ତେଣୁ ଗୁପ୍ତ ଲୀଳା ହିଁ କଣ? ସବୁବେଳେ ଗୁପ୍ତ। ସେଥିପାଇଁ ମହାପୁରୁଷ ହାଡ଼ିବନ୍ଧା ସେମିତି ଘରେ ଘରଣିଆ ଲୁଚି ବୁଲୁଥିବ, ନ ପାଇବେ ଜଣେ କେହି। ବୁଝି ହଉଛି ନା? ଠାକୁର ଅଭିରାମ ପରମହଂସ ନେଲେ ଘଟଗୁପ୍ତ ହୋଇଥିବ, ନ ପାଇବେ କେହି ନା ନାଇଁ? ଯୋଉଟା କହିଛନ୍ତି ଗୁପ୍ତ ହିଁ ସଦାସର୍ବଦା ଗୁପ୍ତ, ପରିପ୍ରକାଶ ହେବ ନାହିଁ। ସେ ସମୟ ବର୍ତ୍ତମାନ ହେଇ, ବର୍ତ୍ତମାନ ସଖା ଅଙ୍ଗରେ ଲୀଳା। ସିଏ ଯେତେବେଳେ ଆସିବେ, ଆଉ ଏ ସଖା ଅଙ୍ଗ ଲୀଳା ନଥିବ। ସଖା ମାନେ ସବୁ ସଲେଣ୍ଡର। ବଳଦେବ ହେବେ ରାଜା, କାହ୍ନୁ ପରିଚାର ବସିବ ସୁଧର୍ମା ସଭା ଶ୍ରୀରାଜନ। ବୀଣାବାଇ ନାରଦ ଯେ ସଭାରେ ମିଳିବେ, ଅଚ୍ୟୁତ ଆଗରେ ବ୍ରହ୍ମା ବେଳୁଦ। କୋଉ ଅଚ୍ୟୁତ? ନା ଗୋଲକ ବିହାରୀ ଅଚ୍ୟୁତଙ୍କ ପାଖେ ହେଲା। ଗୋଲକ ବିହାରୀ ଅଚ୍ୟୁତ ପାଖେ ବା ବୈକୁଣ୍ଠ ବିହାରୀ ଅଚ୍ୟୁତଙ୍କ ପାଖେ ହେଲା। ସଖା ଅଚ୍ୟୁତ କଣ ହେଇଥିବେ? ମଧ୍ୟ ସେ ସମୟରେ ବିଦ୍ୟମାନ ଥିବେ। 2 ଅଚ୍ୟୁତଙ୍କର ଭେଟା ଭେଟି ବୋଲି ଏଇଟା ବାସ୍ତବ ମତରେ ସୁଧର୍ମା ସଭା ବସିବ, ଏଇ କଥା ଲେଖିଛ। ସେ ଅବିକା ହେଇ ନାହିଁ। ବୁଝି ହଉଛି? ସଂହାର ହେଲା ପରେ କଣ ହବ?
ସୁଧର୍ମ ସଭା ବସିବ। ଦୁଷ୍ଟ ସମାରଣ ହେଇନାହାନ୍ତି, ସୁଧର୍ମ ସଭା ବସିବ କେମିତି? ବୁଝିପାରିବନି। ସୁଧର୍ମ ସଭା ଯେତେବେଳେ ବସିବ ସେ ଅନେକ ସମୟ ବାକି ଅଛି। ସେତେବେଳେ କଣ ହବ? ସାରା ଦେଶରେ ଗୋଟିଏ ଆଇନ ପ୍ରଚଳିତ ହେବ। ଜୟ ଜଗନ୍ନାଥ। ପ୍ରଭୁ ସଦିଚ୍ଛା ପୂର୍ଣ୍ଣ ହଉ। ବୋଲ ଆନନ୍ଦ କବା ହରି ବୋଲ।